ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ সর্বশ্রেষ্ঠ নামରେ ଆପଣଙ୍କୁ শুভେଚ୍ଛା। ପବିତ୍ର ବାଇବଲର ଜହନ ଲିଖିତ ସୁସମାଚାର 19 ଅଧ୍ୟାୟର 35 ପଦରେ ଆମେ ଏପରି ପାଠ କରୁଅଛୁ, ଯିଏ ଦେଖିଅଛି ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମେମାନେ ମଧ୍ୟ ବିଶ୍ୱାସ କର। ପୁଣି ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି ଏହା ସେ ଜାଣନ୍ତି। ଖ୍ରୀଷ୍ଟୀୟ ଜୀବନର ଏକମାତ୍ର ଆଧାର ରହିଛି, ସେ ଆଧାର ହେଉଛି ସତ୍ୟ। ଜୋହନ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମନୋନୀତ ଶିଷ୍ୟ ଥିଲେ, ଆଉ ତାଙ୍କ ସାକ୍ଷ୍ୟ ଯେ ଏହା ଯେ ସେ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱରଙ୍କ ପୂର୍ଣ୍ଣତାକୁ ଦେଖିଅଛନ୍ତି, ଯେ ଦେବନ୍ତ ହେଲେ ଓ ଅନୁଗ୍ରହ ସତ୍ୟତାରେ ପରିପୂର୍ଣ୍ଣ ହେଲେ। ସିଏ ତାହାଙ୍କ ଅତି ନିକଟରେ ରହି ତାହାଙ୍କ ଜୀବନ, ଚରିତ୍ର, ଶିକ୍ଷା ଓ କାର୍ଯ୍ୟକୁ ନିରୀକ୍ଷଣ କଲେ, ଯାହା ଥିଲା ତାହାଙ୍କ ଈଶ୍ୱରତ୍ୱର ପ୍ରମାଣ। ପ୍ରଭୁ ଶ୍ରୀଖ୍ରୀଷ୍ଟ ସ୍ୱୟଂ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ। ପରିତ୍ରାଣର ମାର୍ଗ ସେ ହିଁ ଅଟନ୍ତି। ମନୁଷ୍ୟର ପାପୀ ଜୀବନର ଓ ଈଶ୍ୱରଙ୍କ ଅନୁଗ୍ରହର ସତ୍ୟ ସେ ହିଁ ଅଟନ୍ତି। ପାପୀ ମନୁଷ୍ୟ ଈଶ୍ୱରଙ୍କ ସହିତ ମିଳିତ ହେବା ହିଁ ଜୀବନ ଅଟେ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଏହି ଶିଷ୍ୟ ଜୋହନଙ୍କ ସାକ୍ଷ୍ୟ ସତ୍ୟ ଅଟେ। ଆଉ ଯେ କେହି ଏହି ସାକ୍ଷ୍ୟ ଶ୍ରବଣ କରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ଓ ତାହାଙ୍କୁ ନିଜ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ। ମୁଁ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୋଇଅଛି, ପୁଣି ମୁଁ ଈଶ୍ୱରଙ୍କର ସନ୍ତାନ ହୋଇଅଛି। ଆପଣ ମଧ୍ୟ ଯେପରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହେବେ ଓ ଈଶ୍ୱରଙ୍କର ସନ୍ତାନ ହେବେ, ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।